ନମସ୍କାର, ଜୟ ଜଗନ୍ନାଥ, ଜୟ ପ୍ରଭୁ ଧବଳେଶ୍ୱର। ଆଜି ପଞ୍ଚକ ଥିବାରୁ ଆମେ ଆସିକି ପହଞ୍ଚି ଯାଇଥିଲୁ ଧବଳେଶ୍ୱରଙ୍କ ପୀଠ, କଟକ ଜିଲ୍ଲାର ଧବଳେଶ୍ୱର ବାବାଙ୍କ ପୀଠରେ। ବାବାଙ୍କର ଦର୍ଶନ କରିବା ପାଇଁ ବ୍ୟବସ୍ଥା ଭିତରେ ଦେଖିବାକୁ ଗଲେ ପୁରା ଧାଡ଼ି ଦର୍ଶନ ପ୍ରଶାସନ ବ୍ୟବସ୍ଥା କରିଛି। ଯେହେତୁ ପଞ୍ଚକ ଚାଲିଛି, ହଜାର ହଜାର ଭକ୍ତଙ୍କର ସମାଗମ ଏଠାରେ ହେଇଛି, ଆଉ ସେଥିପାଇଁ ବହୁତ ଲମ୍ବା ଲାଇନ୍ କରାଯାଇଛି, ବାଉଁଶ ବ୍ୟାରିକେଟିଂ କରାହେଇଛି। ଭକ୍ତମାନଙ୍କ ପାଇଁ ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି ଏବଂ ମଝିରେ ପଙ୍ଖାର ବ୍ୟବସ୍ଥା ମଧ୍ୟ କରାଯାଇଛି। କେମିତି ଭକ୍ତମାନେ ସାଧାରଣତଃ ଭଲରେ ଟିକେ ସୁବିଧାରେ ଦର୍ଶନ କରିବେ ସେଥିପ୍ରତି ବହୁତ ଗୁରୁତ୍ୱ ଦିଆଯାଇଛି ଏବଂ ଭକ୍ତମାନେ ମଧ୍ୟ ପ୍ରଶାସନର ଏଇ ଯେଉଁ ଧାଡ଼ି ବ୍ୟବସ୍ଥାକୁ ଭଲ ଭାବରେ ପାଳନ କରି ଆଗକୁ ଚାଲିଛନ୍ତି। କୌଣସି ଅସୁବିଧା ନାହିଁ, ଭଲସେ ଚାଲିଛନ୍ତି। ପ୍ରାୟ 2 ଘଣ୍ଟା ପରେ ଆମେ ଆସିକି ବାବାଙ୍କର ମନ୍ଦିର ପ୍ରାଙ୍ଗଣ ପହଞ୍ଚିବା ପାଇଁ ଆସିକି ପହଞ୍ଚିଲୁ। ପ୍ରାୟ 2 ଘଣ୍ଟାର ଅପେକ୍ଷା ପରେ ସାଧାରଣତଃ ବୃଦ୍ଧା ଲୋକମାନଙ୍କ ପାଇଁ କୌଣସି ଅଲଗା କିଛି ବ୍ୟବସ୍ଥା ମଧ୍ୟ କରାଯାଇନଥିଲା। ଏଇଟା ବି ଗୋଟେ ଜିନିଷ, ଆଉ ସମସ୍ତେ ସେଇ ଗୋଟେ ଲାଇନ୍ରେ ହିଁ ଯିବାକୁ ପଡ଼ୁଥିଲା। ଆମ ଆଗରେ କିଛି ବୃଦ୍ଧ ଲୋକମାନେ ବି ଥିଲେ, ଯେଉଁମାନେ କି ଆମ ସାଥିରେ ବି ସେମାନେ ବି ସେ ଲାଇନ୍ରେ ଯାଉଥିଲେ। କିନ୍ତୁ ଏଇ ଗୋଟା ଜିନିଷ ସେମାନଙ୍କ ପାଇଁ କିଛି ଅଲଗା ସ୍ୱତନ୍ତ୍ର ବ୍ୟବସ୍ଥା କରିବାର ଥିଲା। 60 ବର୍ଷର ଉର୍ଦ୍ଧ୍ୱ ଲୋକମାନଙ୍କ ପାଇଁ ଆଉ କିଛି ବ୍ୟବସ୍ଥା କରିଥିଲେ ବହୁତ ଭଲ ଲାଗିଥାନ୍ତା, କାରଣ ସେମାନେ ବହୁ ଯନ୍ତ୍ରଣା ସହିତ ମଧ୍ୟ ଆମ ସାଥିରେ ବି ମଧ୍ୟ ଚାଲିଥିଲେ। ଆମେ ପ୍ରାୟ ଆସିକି ବାବାଙ୍କର ମନ୍ଦିର ପ୍ରାଙ୍ଗଣ ପାଖାପାଖି ହେଇଗଲୁଣି। ବହୁତ ଭିଡ଼ ଥିଲା। ବର୍ତ୍ତମାନ ଜଣେ ନନା ଏଠାରେ ମନ୍ଦିର ପାଖରେ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି ଏବଂ ଚନ୍ଦନ ମଧ୍ୟ ଲଗାଇ ଦେଉଛନ୍ତି। ଆମେ ଶୁଣିବାକୁ ପାଇଲୁ ଯେ ମନ୍ଦିର କେବଳ ଠାକୁରଙ୍କୁ କେବଳ ଦର୍ଶନ କରିପାରିବେ, ଯେହେତୁ ଅଧିକା ଲୋକ ଅଛନ୍ତି। ଆଉ ଆଜି ମନ୍ଦିର ଭିତରେ ଠାକୁରଙ୍କୁ କୌଣସି ପ୍ରକାରର ନୈବେଦ୍ୟ ଅର୍ପଣ କରିପାରିବେ ନାହିଁ କିମ୍ବା କୌଣସି ଭୋଗ ଅର୍ପଣ କରିପାରିବେ ନାହିଁ, ତାହା ବାହାରେ କରାଯିବ। ଦେଖାଯାଉ, ଆମେ ମନ୍ଦିର ଭିତରକୁ ଯିବା ପୂର୍ବରୁ ଦେଖିବା କ'ଣ ହେଉଛି। ଆଗରେ ଜଣେ ନନା ଆସିକି ଆମକୁ କହିଲେ କି ତୁମର ଭୋଗ ଆମକୁ ଦେଇଦିଅ, ଆଉ ଆମେ ଏଠି ଠାକୁରଙ୍କ ପାଖରେ ପୂଜା କରିଦେବୁ, ଆଉ ତୁମେ ସେପଟେ ଯାଇକିରି ଦର୍ଶନ କରିକି ଆସ ଏବଂ ଭୋଗ ଆମର ନେଇଯିବ। ଏହା ଭାବି ଆମେ କହିଲୁ କେମିତି ତୁମେ ଭୋଗ ଦେବ? ତେଣୁକରି ସେ ଆମକୁ କ'ଣ କଲେ ନା ଗୋଟେ ଟିକେଟ୍ ହାତରେ ଧରାଇ ଦେଲେ ଯେ ଏଇ ଟିକେଟ୍ଟା ଦେଖିଲେ ଆମେ ତୁମ ଭୋଗଟା ଠାକୁରଙ୍କ ପାଖରେ ପୂଜା କରି ଏଠି ରଖିଦେଇଥିବୁ, ତୁମେ ଆସିକି ନେଇଯିବ। ଆମେ କହିଲେ ବଢ଼ିଆ ତ। ତେଣୁ ନନାଙ୍କୁ ଆମେ ସେ ଭୋଗ ଦେଇଦେଲୁ। ସେ ଆମକୁ ଗୋଟେ ଟିକେଟ୍ ଦେଲେ। ସେ ଟିକେଟ୍କୁ ନେଇ ଆମେ ଆଗକୁ ବଢ଼ି ଚାଲିଲୁ। ବାବାଙ୍କର ଧବଳେଶ୍ୱରଙ୍କର ବହୁତ ଅଲୌକିକ ମହିମା ଅଛି ଏବଂ ସେ ସାଧାରଣତଃ ଭକ୍ତମାନଙ୍କର ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିଥାନ୍ତି। ତେଣୁ ଏଠାରେ ଲୋକ ଓଡ଼ିଶାର ମଧ୍ୟ ଏବଂ ଓଡ଼ିଶା ବାହାରୁ ମଧ୍ୟ ଭକ୍ତମାନେ ଏଠାରେ ଆସି ବାବାଙ୍କର ଦର୍ଶନ କରିଥାନ୍ତି। ଏହା ମହାନଦୀର ମଧ୍ୟଭାଗରେ ଅବସ୍ଥିତ, ପୁରା ମଧ୍ୟଭାଗରେ, ଏବଂ ଏଇଟା ବାବାଙ୍କର ଯେଉଁ ଅଛି ଏରିଆଟା ଗୋଟେ ବାଲିକୁଦ
ଟାଇପ୍ର ବହୁତ ବଡ଼ ଏରିଆ ଅଛି। ତେଣୁ ଦୁଇ ପଟରେ ମହାନଦୀ ରହିଛି। ଏ ସ୍ୱତନ୍ତ୍ର ଭାବରେ ମହାନଦୀର ମଧ୍ୟଭାଗରେ ଅବସ୍ଥିତ। ଯିଏ ଆସିଥିବେ ତ ଜାଣିଥିବେ, ଆମେ ପ୍ରାୟ ପାଖାପାଖି ବାବା ଧବଳେଶ୍ୱରଙ୍କର ମନ୍ଦିର ପାଖାପାଖି ଗଲୁ। ଅତ୍ୟନ୍ତ ସୁନ୍ଦର ଭାବରେ ସଜା ଯାଇଥିଲା ମନ୍ଦିରକୁ। କାର୍ତ୍ତିକ ମାସ ସାରା ଏଠାରେ ଲୋକଙ୍କର ବହୁତ ଭିଡ଼ ଦେଖିବାକୁ ମିଳିଥାଏ, କାରଣ କାର୍ତ୍ତିକ ମାସ ବାବାଙ୍କର ବହୁତ ଭିଡ଼ ଥାଏ। ପ୍ରାୟ ମନ୍ଦିରକୁ ଦର୍ଶନ କରିବାକୁ ଆମେ ପଶିଲୁ। ପୋଲିସ ଭାଇ ମୋତେ ଠାରୁଛନ୍ତି, ମୋବାଇଲ ବନ୍ଦ କର।